ମା ମହାଦେବ ଆସନ୍ତୁ କିଛି କଥା ହେବା। ମୋର ଗୋଟେ ସାଙ୍ଗ ମୋତେ ସବୁବେଳେ କହେ ଯେ ତୁ ଏତେ ଭାବୁଛୁ କାହିଁକି, କ'ଣ ପାଇଁ ଏତେ ଭାବୁଛୁ ରେ ସବୁ କଥାରେ। ମୁଁ କହିଲି ମୁଁ ଭାବୁଛି। ଆଚ୍ଛା, ତୁ ଭାବୁନୁ? ଯେତେବେଳେ ଯାହା ହବାର ଥିବ ହବ ନା, ଭାବିବୁ କ'ଣ? ମୁଁ କହିଲି ଆଚ୍ଛା ଆସିଲୁ କଥା ହେବା। ଏଠି କେହି ଭାବନ୍ତିନି ଦୁନିଆରେ ନା? ହଁ, ମୁଁ ତାହେଲେ ମୋତେ କାହିଁ ମନା କରୁଛୁ ଭାବିବିନି? ବିନା ଭାବନାରେ କିଛି ହେଲାଣି? କହିଲା ନା। ହେଲେ ତୁ କାହିଁ ଏତେ ଭାବୁଛୁ? ତୁ ଭାବନା, ତତେ ମନା କଲୁ, ତୁ ସବୁଥିରେ କାହିଁ ଏତେ ଭାବୁଛୁ କି? ମୁଁ କହିଲି ହଉ ଆଉ ଭାବିବିନି ଆଉ। ତାପରେ ତାକୁ ମୁଁ ପଚାରିଲି, ମୁଁ କହିଲି ଯଦି ଜଣେ ମଣିଷ କିଛି କାମ କରିଥାଏ କେଉଁଠୁ ଆସିଥାଏ? କହିଲା ଭାବନାରୁ। ମୁଁ ସେ ଭାବନାରୁ ତ ସବୁ କିଛି ଆରମ୍ଭ। ଯଦି ସବୁ କିଛି ଭାବନାରୁ ଆରମ୍ଭ ତାହେଲେ ଭାବିବାନି କାହିଁକି? ଏତେ ଭାବିବାଟା ଭଲ ନୁହଁ। ମାନେ ଏତେ ମନ ଏତେ କ'ଣ ପୁଣି କ'ଣ ଇଏ କି କଥା? ଏତେ ତୁ ଗୋଟେ ଭଲ ଡିପ୍ଲି ଭାବୁଛୁ। ହଁ ସେଇଟା କହିଲେ ଅଲଗା କଥା, ଡିପ୍ଲି ସେଟା ଅଲଗା କଥା। ଆଚ୍ଛା ତାହେଲେ ମଣିଷ ଆମର କେତେ ପ୍ରକାର ଅଛନ୍ତି କି? ନା କହିଲା କେତେ ପ୍ରକାର କ'ଣ? ନାଇଁ, ମଣିଷ ଥାଆନ୍ତି ଗୋଟେ ଗୋଟେ ଜିନିଷକୁ ସିରିୟସଲି ନିଅନ୍ତି, ଆଉ ଗୋଟେ ଗୋଟେ ମଣିଷ ଥାଆନ୍ତି ଲାଇଟଲି ନିଅନ୍ତି। ଏଇଟା ତୁ କହିବୁ, ନହେଲେ ସମସ୍ତେ ଭାବନ୍ତି। ଭାବନା ଏଠି ସବୁଠି ଅଛି, ଭାବନା ମୂଳରେ ହିଁ ସବୁ କିଛି। ଜଣେ ବ୍ୟକ୍ତିର ଭାବନାରୁ ତାହା କାର୍ଯ୍ୟରେ ପରିଣତ ହେଇଥାଏ। ଗୋଟେ ଛୋଟ ଛୁଆଟା ଯେତେବେଳେ ଜନ୍ମ ହେଉଛି ସେତେବେଳେ ତା ମା' ଭାବୁଛି ଯେ ଛୋଟ ଛୁଆଟା, ଏଇ କୁନି ବେବିଟା ବଡ଼ ହୋଇକି ତା ନିଜ କାମ ନିଜେ କେବେ କରିବ, କେତେବେଳେ ସେ ବଡ଼ ହେବ ସେ ବି ଭାବୁଛି। ଗୋଟେ ବାପା ଯେତେବେଳେ ଘରର ଦାୟିତ୍ୱ ନେଉଛି ସେ କହୁଛି ଯେ ମୁଁ କେମିତି ରୋଜଗାର କରିକି ମାସକୁ ଦରମା ପାଇକି ଆଣିଲେ ମୋ ଘର ଲୋକ ଚଳିବେ, ମୋ ପୁଅକୁ ମୁଁ ଟ୍ୟୁସନ୍ ଫି ଦେବି, ସେ ବି ଭାବୁଛି। ଗୋଟେ ଭାଇଟେ ବି ଭାବୁଛି ଯେ ମୁଁ ପାଠଶାଠ ପଢ଼ିକି ଚାକିରି କଲେ ମୋ ପରିବାରକୁ ଦେଖିବି, ଭଉଣୀକୁ ହେଲ୍ପ କରିବି। ଗୋଟେ ଭଉଣୀଟେ ଭାବୁଛି ଯେ ମୋ ବାପା ମାଆଙ୍କ ପ୍ରତି ଦାୟିତ୍ୱ ଯାହା ମୋର ଯାହା ଅଛି ତାକୁ କରିବି, ଆଉ ଭାଇ ପ୍ରତି ଯାହା ଦାୟିତ୍ୱ ଅଛି ତାକୁ କରିବି। ଯେଉଁଠି ବାହାସାହା ହେବି ସେଠି ବି ମୋ ଦାୟିତ୍ୱ ଯାହା ଅଛି କରିବି, କରିବାକୁ ପଡ଼ିବ। ଭାବିବାର କଥା କହିବା ଯଦି ଆମେ, ତାହେଲେ ବିନା ଭାବନାରେ କିଛି ହେବ ନାହିଁ। ହଁ ନା ନାହିଁ କହିଲେ ତ ଆପଣମାନେ ମୋ ସହିତ ଏକମତ ତ?